ଜାଣିଥିଲେ ସେଇ ସ୍କିମାଟିକ୍ ୱାର୍ଡଟା ଗୋଟେ ଏମିତି ପ୍ରଥା ବର୍ତ୍ତମାନ ହେଇଯାଇଛି। ପୂର୍ବ ସରକାର ଥିଲା କଣ୍ଟ୍ରାଚୁଆଲକୁ ଉଠେଇକି ସ୍କିମାଟିକ୍ ଗୋଟେ ୱାର୍ଡରେ ଖେଳି ଦେଇକି ପଳେଇଗଲେ। ସେ ଜିନିଷଟା ମୁଁ ଚାହୁଁନି ଯେ ବର୍ତ୍ତମାନ ଯାହା ସମସ୍ତେ ମାନେ ଆସିକି ଏଠି ଉପସ୍ଥିତ ଅଛନ୍ତି, ବହୁତ ବହୁତ ଧନ୍ୟବାଦ। ଆମେ ଆମ ପିଲା ପ୍ରାୟତଃ ସମସ୍ତେ ନୂଆ ପାଇଛନ୍ତି। ସେ ଟାଇମ୍ରେ ବି କଣ୍ଟ୍ରାଚୁଆଲ ସମସ୍ତଙ୍କୁ ବାନ୍ଧୁଥିଲା ସତ, ସେ ଟାଇମ୍ରେ ସମସ୍ତେ କଣ୍ଟ୍ରାଚୁଆଲ ଥିଲେ, ଚଳୁଥିଲା। ଯାହାଫଳରେ ଯେତେବେଳେ ଆମର ସେ କଣ୍ଟ୍ରାଚୁଆଲ ଉଠିଲା କେବଳ ଟିଚରକୁ ଛାଡ଼ିକି, ସେଇଟା ଗୋଟେ ମୁଁ ଭାବୁଛି ମାନେ ଅପମାନ ଇଆଠାରୁ କିଛି ନାହିଁ। ବର୍ତ୍ତମାନ ସମସ୍ତେ ରେଗୁଲାର ବେଳେ ଆମେ କେବଳ ଗୋଟିଏ ଯେ ଟିଚର, ପୁଣି ପ୍ରାଇମେରୀ ଟିଚର, ସିଏ ହେଉଛି ମାନେ ଅବହେଳିତ ହେଇକି ସ୍କିମାଟିକ୍ ରହୁଛି। ତ ମୁଁ ଚାହୁଁଛି ଯେ ଏଇ ଯେଉଁ ୱାର୍ଡ଼ ଗୋଟେ ୱାର୍ଡ଼ କଣ୍ଟ୍ରାଚୁଆଲ ଥିଲା ତାକୁ ହଟେଇକି ସ୍କିମାଟିକ୍ କରିଦିଆହେଲା, ସେଇ ୱାର୍ଡ଼ରେ ଆଉ ନ ଖେଳିବା ପାଇଁ ଗଭର୍ଣ୍ଣମେଣ୍ଟକୁ ମୁଁ ଭାବୁଛି ଆମେମାନେ ସମସ୍ତେ ଏକ ହେଇକି ଚାଲିବା। ତ କଥା ଯଦି ଏକ ରହିବ ତାହେଲେ ଗଭର୍ଣ୍ଣମେଣ୍ଟ କେବେ ବି ଆମକୁ ହରାଇ ପାରିବ ନାହିଁ। ତ ଏଇଆ ଆଶା ରହିବ ଯେ ଆମ ଦାବିଟା ସ୍କିମାଟିକ୍ ଆମେ ହଟିଲେ ବି ଆମ ସହିତ ଯେଉଁମାନେ ବି ଆମର ସିନିୟର ଅଛନ୍ତି ସାର୍ ମ୍ୟାଡ଼ାମ୍ ମାନେ ସମସ୍ତେ ଉପକୃତ ହେବେ। ତ ମୁଁ ଚାହୁଁଛି ଯେ ଆମେ ଯେଉଁ 6 ବର୍ଷ କଣ୍ଟ୍ରାଚୁଆଲ କହୁଛନ୍ତି ମାନେ ତାକୁ ମାନେ କାଉଣ୍ଟ କରାଯାଉ ଯେଉଁ କାର୍ଯ୍ୟ ଇଏରେ, ତ ସେଇଟା ମୁଁ ଚାହୁଁଛି ସେଇଟା ନ କରିକି ଆମକୁ ଯଦି ଫାଷ୍ଟରୁ କୁହନ୍ତେ ଯେ ସ୍କିମାଟିକ୍ଟା ହଟେଇ ଦିଆଯାଉ, ତାପରେ ଆମେ ରେଗୁଲାର ହେଲା ପରେ ସମସ୍ତଙ୍କ ପାଇଁ ସେଇଟା ପାଠ ଫିଟିଯିବ ଯେ ଯଦି ଏମାନଙ୍କୁ ହଟା ହେଲା ତାହେଲେ ଅଲରେଡ଼ି ଏମାନେ ଯେଉଁମାନେ 6 ବର୍ଷ କରିଛନ୍ତି କାମ ତାକୁ ବି ମାନେ କାଉଣ୍ଟ କରାଯାଉ, ମାନେ କାର୍ଯ୍ୟ ୱାର୍କ ପିରିୟଡ଼ରେ କାଉଣ୍ଟ କରାଯାଉ। ତ ମୁଁ ଚାହୁଁଛି ସେ ଯେମିତି ମାନେ ଗଭର୍ଣ୍ଣମେଣ୍ଟ ଯେମିତି ଆମ ସହିତ ଖେଳୁଛନ୍ତି ଯେ କ'ଣ ଗୋଟେ ୱାର୍ଡ଼ କଣ୍ଟ୍ରାଚୁଆଲ ହଟେଇ ସ୍କିମାଟିକ୍ ଲଗେଇଦେଲେ ଯେ ଏମାନେ ତ ଗୋଟେ ସ୍କିମ୍ରେ ଅଣ୍ଡରରେ ଆସୁଛନ୍ତି, ଏମାନଙ୍କ ଦାବି ଆମେ ଆଉ ଅଲଗା ଇଏ ହେଇଗଲେ କଣ୍ଟ୍ରାଚୁଆଲ ଅଲଗା ଥିଲେ। ତ ମୁଁ ଚାହୁଁଛି ଏଇ ଯେଉଁ କଣ୍ଟ୍ରାଚୁଆଲ ସ୍କିମାଟିକ୍ ଭିତରେ ନ ରହିକି ବର୍ତ୍ତମାନ ଆମେ ଯଦି ଗୋଟେ ମାନେ ଏଇ ଟାଇମ୍ରେ ଯେଉଁ ଗୋଟେ ସ୍କିମାଟିକ୍ ଅଛି ସେଇଟାକୁ ଯଦି ଆମେ ମାନେ ଫୋକସ୍ କରିକି ଆମେ ଚାହିଁବା ଯେ ଏମାନଙ୍କୁ ଉଠେଇ ଦେଲେ ତ ସେଇ ସ୍କିମ୍ ଅଣ୍ଡରରେ ମାନେ କଣ୍ଟ୍ରାଚୁଆଲ ସାର୍ ମ୍ୟାଡ଼ାମ୍ ବି ଖଟିଛନ୍ତି, ତ ସେଇ ଅଣ୍ଡରରେ ହେଲେ ଆମକୁ ଯଦି ମାନେ ଉପରକୁ ଉଠେଇବେ ଆମେ ବି ତ ସମସ୍ତେ ସପୋର୍ଟ ରହିବୁ ମାନେ ପ୍ରତି ଷ୍ଟେପ୍ରେ। ତା ସହିତ ଗଭର୍ଣ୍ଣମେଣ୍ଟ ବି ବାଧ୍ୟ ହେବ ସମସ୍ତଙ୍କୁ 6 ବର୍ଷ ଇନକ୍ରିମେଣ୍ଟ ଦେବା ପାଇଁ। ତ ଏତିକି ଥିଲା କଥା। ଆମ ସଂଘ ତରଫରୁ ମୁଁ ଏଇଆ କହୁଛି, ଯଦି ସ୍କିମାଟିକ୍ ମାନେ ପ୍ରଥମ ମାନେ ମୁଖ୍ୟ ଦାବି ଭିତରେ ଯଦି ସ୍କିମାଟିକ୍ ହଟିବା ପାଇଁ ରହିବ ତାହେଲେ ଆମ ସଂଘ ନିଶ୍ଚିତ ଦୃଢ଼ ସମର୍ଥନ କରିବ। ଏହା ସହିତ ପିସ୍ଟା ବି ମାନେ ଅଲରେଡ଼ି ଆମକୁ ଡାକିଥିଲେ। ତ ସବୁ ସଂଘ ମୁଁ ଚାହୁଁଛି ଯେଉଁମାନେ ବି ସପୋର୍ଟ କରିବେ ଆମେ ସମସ୍ତଙ୍କ ସପୋର୍ଟରେ ଅଛୁ। ତା ସହିତ ଯଦି ବି କିଛି ବଡ଼ ଷ୍ଟେପ୍ ନେଉଛନ୍ତି ମାନେ ସିନିୟର ସଂଘମାନେ, ଆମେ ତୃଣମୂଳ ସ୍ତରରେ ଆମେ ସପୋର୍ଟ କରିବୁ ଯାହା ବି ଷ୍ଟେପ୍ ରହିବ। ଧନ୍ୟବାଦ।